ଓ ଭାଇ ମାନେ କେତେ ତଳ ଦେଖ। ଆଉ ଏପଟେ ହେଉଛି ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଇଥିଲା ସେତେବେଳେ ଏଇ ଗୁମ୍ଫାଟା ତିଆରି କରିଥିଲେ। ଆଉ ଏଇ ସାଇଡ୍ ପଟେ ଯୋଉ ଉପର ପଟେ ଦେଖୁଛନ୍ତି ମାନେ କେତେ ଉପରକୁ ଚଢ଼ିକି ଯିବା ପାଇଁ ପଡ଼େ। ଲୋକ ଗୁଡ଼ା ଏଇଠି ପୁରା ଛୋଟ ଛୋଟ ଦେଖାଉଛନ୍ତି ଉପରେ ଦେଖନ୍ତୁ କୋଉ ଭଳିଆ। ଆପଣ ଯଦି ଆସିବେ ତ ତଳରୁ ଆରାମସେ ଦେଖିକି ଆସିବେ ଉପରକୁ। ଗୁମ୍ଫା ଏଠି ଭିତରେ ଅଛି, ଏଠି ଭିତରକୁ ଦେଇକି ବି ଯାଇପାରିବେ କିମ୍ବା ଏଇ ସାଇଡ୍ ଦେଇକି ବି ଯାଇପାରିବେ। ତ ଆମେ ଯିବା ଏବେ ତଳ ପଟକୁ। ତ ଦେଖନ୍ତୁ କୋଉ ଭଳିଆ ଦୃଶ୍ୟ ଗୋଟେ, ପୁରା ବିଚିତ୍ର ଭଳିଆ ମାନେ କେତେ ଉପରକୁ ଚଢ଼ିଛେ ଆମେ। ଏବେ ଓହ୍ଲିବା ତଳକୁ, ତ ଓହ୍ଲିବା ବେଳକୁ ସାବଧାନ ହେଇକି ଓହ୍ଲିବେ। କ'ଣ ପାଇଁ ନା ଏଠି ଯେଉଁ ପଥର ଗୁଡ଼ା ଅଛି ବଡ଼ ବଡ଼, ମାନେ ଗୁଡ଼ ତଳକୁ ଖସିବାର ସମ୍ଭାବନା ବହୁତ ଥାଏ ହେଲା। ତ ଦେଖିକି ସେତେ ମାନେ ଚାଲିକି ଓହ୍ଲିବେ ଆରାମସେ। ଲୋକ ଗୁଡ଼ା ତ ଏବେ ବର୍ତ୍ତମାନ ଉଠୁଛନ୍ତି, ଏବେ ତ ଆମେ ଓହ୍ଲି ଯାଉଛି। ଆଉ ଦେଖିପାରୁଥିବେ ମାନେ ସନ୍ଧ୍ୟା ହେଇ ଆସିଲାଣି, ତ ଏବେ ଲୋକ ଉଠୁଛନ୍ତି। ତ ମାନେ ସେଠି ଦେଖିବା ପାଇଁ ଗୋଟେ ଗୁମ୍ଫାରେ ଗୋଟେ ବହୁତ ବଢ଼ିଆ ମାନେ ସେଠି। ଆଉ ସେଠି ଯେଉଁ ପାରେଇକି ଯିବ ଗୁମ୍ଫାରେ, ସେଠି ମାନେ ଭିତର ଯେଉଁମାନେ ପାରେଇଥିବେ ଭାଇମାନେ ସେମାନେ ଜାଣିଥିବେ, ମାନେ ଭିତରଟା ପୁରା ଅନ୍ଧାର ଆଉ ହେଉଛି ପତଳା ରାସ୍ତା ସେଠି। ତ ମାନେ ପାରେଇବା ସେଠି ସେମିତି କିଛି କଷ୍ଟଦାୟକ ନୁହେଁ, ଖାଲି ଆରାମସେ ପାରେଇକି ଯିବେ। ଆଉ ଯେଉଁମାନେ ଯେ ସେଠି ଡରିବେ ଯେ ପାରେଇବା ପାଇଁ ବି, ତ ତମେ ଯେଉଁ ଉପର ପରେ ଯେଉଁ ସାଇଡ଼୍ରେ ରାସ୍ତା ଅଛି କଟିଂ ଅଛି, ତ ଆପଣ ସେଇଟାରେ ବି ହେଇକି ତମେ ଗୁମ୍ଫା ଉପରକୁ ଆରାମସେ ଯାଇପାରିବେ। ସେମିତି କିଛି ସେଠି ଜିନିଷ ବିଚିତ୍ର ନାହିଁ। ତ ସାଙ୍ଗମାନେ ମୋ ଏଇ ଛୋଟ ମିନି ବ୍ଲଗ୍ଟି ଆପଣମାନଙ୍କୁ କେମିତି ଲାଗିଲା? ଯଦି ଭଲ ଲାଗିଲା ଯଦି କମେଣ୍ଟ କରିକି ନିହାତି ଜଣେଇବେ, ଆଉ ଭିଡ଼ିଓକୁ ଲାଇକ୍ ଗୋଟେ କରିଦେବେ। ତ ଦେଖା ହେବ ନେକ୍ସଟ ବ୍ଲଗ୍ ଭିଡ଼ିଓରେ। ତ ରହିଲି ସାଙ୍ଗମାନେ, ଜୟ ଜଗନ୍ନାଥ।